ଜେଗେଡସିଂ ଗ୍ରାମରେ କୁକୁର କାମୁଡ଼ାରେ ଛାତ୍ର ଆହତ। ମୋହନା ଥାନା ଅନ୍ତର୍ଗତ ଜେଗେଡସିଂ ଗ୍ରାମର ସେନାପତି ଶବର ନାମକ ଛାତ୍ର ମୋହନାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ପାଠ ପଢ଼ିବାକୁ ଆସିଥିଲେ। ବିଦ୍ୟାଳୟରେ ଅପରାହ୍ନ 4ଟାରେ ଛୁଟି ପରେ ବାପା ଯୁଧିଷ୍ଠିର ଶବରଙ୍କ ଓ ପୁଅ ସେନାପତି ଶବରଙ୍କ ନିଜ ବାଇକ୍ ଯୋଗେ ନିଜ ଗାଁ ଜେଗେଡସିଂକୁ ଯିବାବେଳେ ରାକେଶମୁକା ଗ୍ରାମ ନିକଟରେ କୁକୁର ବାଇକ୍ ନିକଟକୁ ଚାଲି ଆସିଯାଇଥିଲା, ଯାହାଫଳରେ ସେଠାରେ ବାପା ଓ ପୁଅ ଛିଟିକି ହୋଇ ପଡ଼ିଯାଇଥିଲେ ଓ କୁକୁରଟି ପୁଅ ସେନାପତିଙ୍କ ବାମ ଗୋଡ଼କୁ କାମୁଡ଼ି ଦେଇଥିଲା। ସଙ୍ଗେ ସଙ୍ଗେ ବାପା ମୋହନା ମେଡିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ହେଲେ ମୋହନା ସମେତ ବିଭିନ୍ନ ଗାଁରେ ବୁଲା କୁକୁରଙ୍କ କାମୁଡ଼ା ଯୋଗୁଁ ଦୁର୍ଘଟଣା ଏବଂ ଆହତ ଲୋକେ ବାରମ୍ବାର ହେଉଛନ୍ତି, ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।